ଆଜି ଆମେ ରାମାୟଣ ଉପରେ କିଛି ଗୁଡ଼ିଏ ପ୍ରଶ୍ନ ଆଲୋଚନା କରିବା। ତେବେ ଚାଲନ୍ତୁ ଡେରି ନକରି ଭିଡ଼ିଓଟି ଷ୍ଟାର୍ଟ କରିବା। ରାବଣ କେଉଁ ଭଗବାନଙ୍କର ପରମ ଭକ୍ତ ଥିଲେ? ଏହାର ଉତ୍ତର ହେଉଛି ଶିବ। ରାବଣ ମହାଦେବଙ୍କର ପରମ ଭକ୍ତ ଥିଲେ। କିଏ ରାମଚନ୍ଦ୍ରଙ୍କୁ ଅଇଁଠା କୋଳି ଖାଇବାକୁ ଦେଇଥିଲେ? ଏହି ପ୍ରଶ୍ନଟିର ଉତ୍ତର ହେଉଛି ଶବରୀ। ରାଜା ଦଶରଥଙ୍କର 3 ରାଣୀ ଗର୍ଭବତୀ ହେବା ପାଇଁ କ'ଣ ଖାଇଥିଲେ? ଏହାର ଉତ୍ତର ହେଉଛି ଚରୁଅନ୍ନ। ନାରାୟଣ ନାରାୟଣ ଜପ କରିବାରେ କିଏ ପ୍ରସିଦ୍ଧ ଅଟନ୍ତି? ଏହାର ଉତ୍ତର ହେଉଛି ନାରଦ ମୁନି। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ରାଜା ଜନକ କ୍ଷେତରେ ହଳ କରୁଥିବା ସମୟରେ କାହାକୁ ପାଇଥିଲେ? ଉତ୍ତର ଜାଣିଥିଲେ କମେଣ୍ଟରେ ଲେଖିବେ। ଏହାର ଉତ୍ତର ହେଉଛି ସୀତାମାତାଙ୍କୁ। ରାମାୟଣ କେଉଁ ଯୁଗ ସହିତ ସମ୍ବନ୍ଧିତ ଅଟେ? ଉତ୍ତର ତ୍ରେତୟା ଯୁଗ। ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ଜନ୍ମସ୍ଥାନ କେଉଁଠି? ଏହାର ଉତ୍ତର ପ୍ରାୟତଃ ସମସ୍ତେ ଜାଣିଥିବେ। ଏହାର ଉତ୍ତର ହେଉଛି ଅଯୋଧ୍ୟା। ଭରତ ଓ ଶତ୍ରୁଘ୍ନଙ୍କର ମାତାଙ୍କ ନାମ କ'ଣ? ଏହାର ଉତ୍ତର ହେଉଛି ମାତା କୈକେୟୀଙ୍କର ପୁତ୍ର ହେଉଛନ୍ତି ଭରତ ଓ ଶତ୍ରୁଘ୍ନ। ସୀତାଙ୍କ ପାଳିତ ପିତାଙ୍କ ନାମ କ'ଣ? ଏହାର ଉତ୍ତର ହେଉଛି ଜନକ ରାଜା। ହନୁମାନଙ୍କର ଗୁରୁ କିଏ? ଉତ୍ତର ସୂର୍ଯ୍ୟଦେବ। ଶ୍ରୀରାମଚନ୍ଦ୍ର କୁମ୍ଭକର୍ଣ୍ଣକୁ ମାରିବା ବେଳେ କେଉଁ ଧନୁ ବ୍ୟବହାର କରିଥିଲେ? ଏହାର ଉତ୍ତର ହେଉଛି ସାରଙ୍ଗ ଧନୁ। ପରବର୍ତ୍ତୀ ପ୍ରଶ୍ନ। ବ୍ରହ୍ମହତ୍ୟା ପାପରୁ ଇନ୍ଦ୍ର କିପରି ମୁକ୍ତି ପାଇଥିଲେ? ଏହାର ଉତ୍ତର ହେଉଛି ଅଶ୍ୱମେଧ ଯଜ୍ଞ କରି। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଧନୁର ନାମ କ'ଣ? ଏହାର ଉତ୍ତର ହେଉଛି କୋଦଣ୍ଡ। ହନୁମାନ ସୀତାଙ୍କୁ ଖୋଜିବା ପାଇଁ ଗଲାବେଳେ ରାମଙ୍କ ଠାରୁ କ'ଣ ନେଇଥିଲେ? ଏହାର ଉତ୍ତର ହେଉଛି ମୁଦ୍ରିକା। ପ୍ରଭୁ ରାମଚନ୍ଦ୍ରଙ୍କର ମାତାଙ୍କ ନାମ କ'ଣ? ଉତ୍ତର ଜାଣିଥିଲେ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଲେଖିବେ। ଜୟ ଜଗନ୍ନାଥ।